ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କିଛି ନୀତି ଶିକ୍ଷା। ଅଭାବରେ ସ୍ୱଭାବ ନଷ୍ଟ ହୁଏ, ମହତକୁ କେବଳ ମହତ ଜନ ଚିହ୍ନିପାରେ, ଇତର କିଛି ଜାଣିପାରେ ନାହିଁ। ଇତର ବଚନ କୁର୍ମ ଶିର ପରି କ୍ଷଣେ କ୍ଷଣେ ବଦଳୁଥାଏ, ମହତ ବଚନ ଗଜଦନ୍ତ ଭଳି। ଭାଗ୍ୟବାନ ସଦା ଭାଗ୍ୟ ଫଳ ଲାଭ କରେ, ହତଭାଗ୍ୟ ସେ ଦୁଃଖରେ ପଡ଼େ। ଯିଏ ଉଚ୍ଚ କର୍ମ କରେ ସେ ମହର କୁଳ ଗୋତ୍ର ଖୋଜିବା ଦରକାର ନାହିଁ। ନିଜ ହୋଇ ଉଚ୍ଚ କର୍ମ କଲେ ମହତରେ ଗଣା ହୁଏ। ଧନ ଦେଖିଲେ ସବୁରି ମନ ଭୁଲିଯାଏ, କିନ୍ତୁ ଅଧିକ ଧନ ଯେ ଦୁଃଖର କାରଣ କଥା କେବଳ ମହତ ଜନ ବୁଝିପାରେ। ପ୍ରାଣୀ ମାତ୍ରେ ନିଜର କର୍ମଫଳ ଭୋଗିବାକୁ ବାଧ୍ୟ ହୁଏ। ସୁଖ ହେଉଛି ମାନବ ହୃଦୟ ପୁସ୍ତକର ସୂଚୀପତ୍ର। ତଳୁ ଉପରକୁ ଉଠିଥାଏ, ସେ ମର୍ମେ ମର୍ମେ ଅନୁଭବ କରିଥାଏ ତଳ ସ୍ତରର କଥା। ଯିଏ ଏକାଥରରେ ଉଚ୍ଚାସନରେ ଅଧିରୂଢ଼ ହୁଏ, ସେ କୁଆଡ଼ୁ ଜାଣିବ ତଳୁଆଙ୍କ କଥା। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ କିଛି ନୀତିଶିକ୍ଷା। ସ୍ୱାର୍ଥକୁ ସାରଥି କଲେ ଜାତି ନନ୍ଦୀ ଘୋଷ ଚଳେ ନାହିଁ। ଘୋଡ଼ାର ମୁହଁରେ ଦାନାର ତୋବଡ଼ା ବନ୍ଧା ଥିଲେ ସେ ଗାଡ଼ି ଟାଣିପାରେ ନାହିଁ। ଯିଏ ସ୍ୱାର୍ଥରେ ବ୍ୟସ୍ତ ସେ ଜାତିର ଉନ୍ନତି କରିପାରେ ନାହିଁ। ଶାଗୁଣା ବିଲୁଆ ଚିକିତ୍ସକ ସାଜିଲେ ପ୍ରାଣ ପାଇପାରେ ନାହିଁ। ଗୋଦର ଗୋଡ଼ରେ ମାଉସ ଲାଗିଲେ ଦେହର ଶୁଭ ହୁଏ ନାହିଁ। ଠିକ୍ ସେହିପରି ସ୍ୱାର୍ଥକୁ ଜଗତ ମଣିଲେ ଜାତିର ଉନ୍ନତି ହେବ ନାହିଁ। ଯିଏ ଜାତି ପାଇଁ କାମ କରେ ସେ ପ୍ରକୃତ କର୍ମବୀର। କଳହରେ ଗୃହ ନଷ୍ଟ, କୁବାକ୍ୟରେ ବନ୍ଧୁତା ନଷ୍ଟ, ରାଜ୍ୟର କୁଶାସନରୁ ରାଜ୍ୟ ନଷ୍ଟ ଏବଂ କୁକର୍ମରୁ ଲୋକ ନିଜର ଯଶ ନଷ୍ଟ କରିଥାଏ। ଯେଉଁମାନେ ପରକୁ ଯେଉଁ ଉପଦେଶ ଦିଅନ୍ତି ଯେ ସେହି ଅନୁସାରେ ଚଳନ୍ତି ସେମାନେ ମହତ ଜନ। କର୍ମ ଈଶ୍ୱରାମୁଖୀ ହେଲେ ଜୀବନରେ ଉନ୍ନତି ଘଟେ, ସୁଖ ଶାନ୍ତିର ଅଧିକାରୀ ହୁଏ। ଜୀବନ ସାରା ଖୁସିରେ ରହିବା ପାଇଁ ହେଲେ ଅଧିକ ଧନ ସମ୍ପତ୍ତି କି ସୁନ୍ଦର ଚେହେରା ଆବଶ୍ୟକ ନାହିଁ। ବାସ୍ ମନକୁ ବୁଝିଲା ଭଳି ଏକ ବନ୍ଧୁ ହିଁ ଯଥେଷ୍ଟ। ବୁଝେଇବାରେ ଗୋଟେ ସୀମା ଥାଏ, ଆଉ ସହିବାର ବି ଗୋଟେ ସୀମା ଥାଏ। ଆଉ ମଣିଷ ଯେତେବେଳେ ଏହି ଦୁଇଟି ସୀମା ପାର କରିଦିଏ ସବୁ ସମ୍ପର୍କ ସେହିଠାରେ ହିଁ ସରିଯାଏ। ଲାଜ କେମିତି ଛାଡ଼ିବେ ଆସନ୍ତୁ ଜାଣିବା ସହଜ ଉପାୟ। ଅପମାନିତ ହେବାକୁ ଡରନ୍ତୁ ନାହିଁ, କାହିଁକି ନା ଆପଣ ଅପମାନକୁ ଡରିଲେ କିଛି କରିପାରିବେ ନାହିଁ। ସବୁବେଳେ ମୁଣ୍ଡ ଉଠେଇ କଥା ହୁଅନ୍ତୁ, କାହିଁକି ନା ଆପଣ କାହାର ଗୋଲାମ ନୁହନ୍ତି ଯେ ମୁଣ୍ଡ ତଳକୁ ନଇଁବେ। ନିଜକୁ କାହାଠାରୁ କମ୍ ଭାବନ୍ତୁ ନାହିଁ, କାହିଁକି ନା ଯାହା ଆପଣ କରିପାରିବେ ତାହା କାହାର ବୋପା ବି କରିପାରିବ ନାହିଁ। ଭୟଭୀତ ନ ହୋଇ ସବୁ ଧୀରେ ଧୀରେ କୁହନ୍ତୁ, କାହିଁକି ନା କୌଣସି କାମ ଗୋଟିଏ ଥରକେ ଠିକ୍ ହୁଏନି। ଯେଉଁ କାମ କରିବାକୁ ଡର ଲାଗୁଛି ସେହି କାମକୁ ବାରମ୍ବାର କରନ୍ତୁ। ଛାତ୍ରଛାତ୍ରୀଙ୍କ ପାଇଁ ବାସ୍ତୁ ସିଦ୍ଧାନ୍ତ। ପଢ଼ିବା ସମୟରେ ପାଠ ମଧ୍ୟରେ ପଶିବା ଉଚିତ। ମନରେ ଏଣୁ ତେଣୁ ଚିନ୍ତା କରିବା ଅନୁଚିତ। କୌଣସି କଥା ଯଦି ମନ ମଧ୍ୟରେ ପଶେ ତାକୁ ଯଥାଶୀଘ୍ର ବାହାର କରିବାକୁ ଚେଷ୍ଟା କରିବା ଉଚିତ। ଯଦି ମନରୁ ବାହାର କରିବା ସମ୍ଭବ ହୁଏନି, କ'ଣ କଲେ ଅଧ୍ୟୟନରେ ଏକାଗ୍ରତା ବୃଦ୍ଧି ପାଇପାରିବ ଚିନ୍ତା କରନ୍ତୁ। ସଫ୍ଟ ମ୍ୟୁଜିକ୍ ଶୁଣି ଯଦି ପଢ଼ିବା ଅଭ୍ୟାସ ଥାଏ ତେବେ ମ୍ୟୁଜିକ୍ କିମ୍ବା ରେଡ଼ିଓରୁ କମ୍ ସାଉଣ୍ଡ ଲଗାଇ ମନରୁ ଦୁଶ୍ଚିନ୍ତା ଦୂର କରି ଅଧ୍ୟୟନରେ ଏକାଗ୍ରତା ରକ୍ଷା କରନ୍ତୁ। ଏହି ସମୟରେ କଷ୍ଟିଆ ପାଠ ନ ପଢ଼ି ସହଜ ପାଠ ଓ ତୁମର ଆଗ୍ରହ ଥିବା ପାଠ ପଢ଼ିବା ଉଚିତ। ସର୍ବଦା ଫିଜିକାଲ ଏକ୍ସରସାଇଜ କରିବା ଉଚିତ, ଫଳରେ ଶରୀର ସୁସ୍ଥ ରହିବ। ସୁସ୍ଥ ମନ ପାଇଁ ସର୍ବପ୍ରଥମେ ଆବଶ୍ୟକତା ହେଉଛି ସୁସ୍ଥ ଶରୀର। ପଢ଼ିବା ସମୟକୁ
ବାଦ୍ ଦେଲେ ଅନ୍ୟ ସମୟରେ ନିଜର ହବି ପେଣ୍ଟିଂ, ସୁଇମିଂ, ସିଙ୍ଗିଂ, ପ୍ଲେଇଂ କ୍ରିକେଟ, ଫୁଟବଲ ଆଦିରେ ମନୋନିବେଶ କରିପାରନ୍ତି। ମାଇଣ୍ଡକୁ ଆଇଡଲ ଛାଡ଼ନ୍ତୁ ନାହିଁ। ଲୁହାରେ କଳଙ୍କି ଲାଗିଲା ଭଳି ବ୍ରେନର କାର୍ଯ୍ୟକାରୀ ଶକ୍ତି ହ୍ରାସ ପାଇବ। ଜୟ ଶ୍ରୀ ଜଗନ୍ନାଥ।